ଚିଲି ଚିକେନ ଦେଖିଲା ମାତ୍ରେ ଆଉ ନାମ ଶୁଣିବା ମାତ୍ରେ ସମସ୍ତଙ୍କ ପାଟିରୁ ଲାଳ ଆସିଯାଏ। ଉପରୁ ପୁରା କ୍ରିସ୍ପି ଆଉ ଭିତରେ ପୁରା ସଫ୍ଟ ଆଉ ଜୁଇସି, ଯେମିତି ପାଟିରେ ଦେଲେ ମିଳିଯିବ। ଆମେ ସବୁବେଳେ ଘରେ ବନାଉ, କିନ୍ତୁ ହୋଟେଲ ରେଷ୍ଟୁରାଣ୍ଟର ସେ ଟେଷ୍ଟ ମିଳେ ନାହିଁ। ଆଜିର ଭିଡ଼ିଓରେ କିଛିଟା ଟିପ୍ସ ଜାଣିବା, ଯାହା ପାଇଁ ଘରେ ବନେଇଲେ ବି ପୁରା ହୋଟେଲ ରେଷ୍ଟୁରାଣ୍ଟ ପରି ଲାଗିବ। ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି, ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଚିଲି ଚିକେନ ବନାଇବା ପାଇଁ ଏଠି ମୁଁ ନେଇଛି 750 ଗ୍ରାମର ଚିକେନ। ପ୍ରଥମେ ଚିକେନକୁ ଭଲ ଭାବରେ ଧୋଇଦେବେ, ତାପରେ ଯେତିକି ପାଣି ଥିବ ସବୁ ପାଣିକୁ ଭଲ ଭାବରେ ନିଗାଡ଼ି ଦେବେ। ଆପଣମାନେ ଚାହିଁଲେ ଏମିତି ବୋନଲେସ୍ ଚିକେନ ନେଇପାରିବେ, ନହେଲେ ବନ୍ ସହିତ ମିଶାଇକି ନେଇପାରିବେ। ଏଇଠି ମୁଁ ମିଶାଇକି ନେଇଛି, ମିଶାଇକି ନେଲେ ଖାଇବା ପାଇଁ ଭଲ ଲାଗେ। ଆପଣମାନଙ୍କୁ ଯେମିତି ପସନ୍ଦ ସେମିତି ନେଇପାରିବେ। ପ୍ରଥମେ ସ୍ୱାଦ ଅନୁସାରେ ଲୁଣ ଦେବା, ଗୋଟେ ଛୋଟ ଚାମଚରୁ ଟିକେ କମ୍ ହଳଦୀ ଗୁଣ୍ଡ ଦେବା, ଅଳ୍ପ ରାଗ ଲଙ୍କା ଗୁଣ୍ଡ ଦେବା, ଅଳ୍ପ ଗୋଲମରିଚ ଗୁଣ୍ଡ ଦେବା। ଯଦି ଆପଣମାନେ ଗୋଲମରିଚ ଗୁଣ୍ଡ ଦେବେ ନାହିଁ, ତାହେଲେ ରାଗ ଲଙ୍କା ଗୁଣ୍ଡ ଟିକେ ଅଧିକ ଦେବେ। ଯେହେତୁ ଚିଲିରେ ଆଜି ଆମେ କୌଣସି ଫୁଡ୍ କଲର୍ ବ୍ୟବହାର କରିବା ନାହିଁ, ଭଲ କଲର୍ ପାଇଁ ଗୋଟେ ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ ଦେବା, ଫାଳେ ଲେମ୍ବୁ ରସ ଦେବା। ଲେମ୍ବୁ ରସ ଦେଲେ ଚିକେନର ଆଇଁଷିଆ ବାସ୍ନା ଚାଲିଯିବ, ତା ଛଡ଼ା ଚିକେନର ବହୁତ ବଢ଼ିଆ ଟେକ୍ସଚର ଆସିବ। ଲେମ୍ବୁ ରସ ବଦଳରେ ଆପଣମାନେ ଭିନେଗାର ବି ଦେଇପାରିବେ। ଗୋଟେ ବଡ଼ ଚାମଚ ଭରିକି ଅଦା ରସୁଣ ଛେଚା ଦେବା, ବେଶ କିଛି ଧଣିଆ ପତ୍ର ଦେବା। ପ୍ରଥମେ ସବୁ ଜିନିଷକୁ ଭଲ ଭାବରେ ଗୋଳେଇ ନେବା। ଗୋଳେଇ ସାରିବା ପରେ 4-5 ମିନିଟ୍ ରେଷ୍ଟ କରିବା ପାଇଁ ଛାଡ଼ିବା, ଯାହାଦ୍ୱାରା ଲୁଣ, ଲଙ୍କା, ଲେମ୍ବୁ ରସ ଚିକେନରେ ମିଶିଯିବ। 4-5 ମିନିଟ୍ ପରେ ଏଠି ଆମେ ଗୋଟେ ଅଣ୍ଡା ଦେବା। ଅଣ୍ଡା ଦେଲେ ଚିକେନ ଉପରେ ବହୁତ ବଢ଼ିଆ କୋଟିଂ ଆସିବ। ଚିକେନ ଛାଣିବା ସମୟରେ ଜମା ପୋଡ଼ିବ ନାହିଁ। ତା ଛଡ଼ା ଚିକେନର ଉପର ଅଂଶ ପୁରା କ୍ରିସ୍ପି ହୁଏ ଆଉ ଟେଷ୍ଟ ବି ବହୁତ ବଢ଼ିଆ ଆସେ। ଅଣ୍ଡା ଗୋଳେଇ ସାରିବା ପରେ ଆମେ ବାଇଣ୍ଡିଂ ପାଇଁ 4 ବଡ଼ ଚାମଚ କର୍ଣ୍ଣଫ୍ଲୋର ଦେବା। 750 ଗ୍ରାମ ଚିକେନ ପାଇଁ ଆପଣମାନେ ଆଖି ବନ୍ଦ କରି 4 ବଡ଼ ଚାମଚ କର୍ଣ୍ଣଫ୍ଲୋର ଦେବେ। କିନ୍ତୁ ଧ୍ୟାନ ରଖିବେ, ଚିକେନ ଧୋଇ ସାରିବା ପରେ ଚିକେନରେ ବେଶୀ ପାଣି ରଖିବେ ନାହିଁ, ନହେଲେ କର୍ଣ୍ଣଫ୍ଲୋର ଅଧିକ ଲାଗିବ। କର୍ଣ୍ଣଫ୍ଲୋର ବଦଳରେ ଆପଣମାନେ ଆରାରୁଟ୍ ପାଉଡର ନହେଲେ ବେସନ ଦେଇପାରିବେ, କିନ୍ତୁ ଟେଷ୍ଟ ଅଲଗା ଆସିବ। ଗୋଳେଇ ସାରିବା ପରେ ଚିକେନ ଉପରେ ହାଲକା ହାଲକା କୋଟିଂ ହେବା ଦରକାର। ବେଶୀ କର୍ଣ୍ଣଫ୍ଲୋର ଲାଗିଲେ ଚିଲି ଚିକେନର ଟେଷ୍ଟ ଖରାପ ହେଇଯିବ। ଏବେ ଚାଲନ୍ତୁ ଚିକେନକୁ ଛାଣିବା। ଛାଣିବା ପାଇଁ ତେଲକୁ ମିଡିୟମ ହାଇ ଫ୍ଲେମ୍ରେ ଭଲ ଭାବରେ ଗରମ କରିବା। ତେଲ ଗରମ ହେଇଯିବା ପରେ ଗୋଟି ଗୋଟି ଚିକେନ ନେଇ ଅଲଗା ଅଲଗା କରି ଦେବା। ଏକାଥରେ ଦେଲେ ଚିକେନ ପରସ୍ପର ଲାଗିଯିବ। ଯେତିକି କଢ଼େଇରେ ଧରିବ ସେତିକି ଦେବେ। ଚିକେନ ଦେଇସାରିବା ପରେ ଗ୍ୟାସର ଫ୍ଲେମ୍ ମିଡିୟମ ରଖିବା। ମିଡିୟମ ଫ୍ଲେମ୍ରେ 2-3 ମିନିଟ୍ ପର୍ଯ୍ୟନ୍ତ ତଳପଟକୁ ଛାଣିବା। 2-3 ମିନିଟ୍ ପରେ ଚିକେନର ଉପର ଅଂଶ ଟିକେ ଶୁଖିଲା ହେଇଯିବା ପରେ ଆମେ ଚିକେନକୁ ଓଲଟାଇ ଦେବା। ତାପରେ ଗ୍ୟାସର ଫ୍ଲେମ୍ ଲୋ ମିଡିୟମ ରଖି 8-10 ମିନିଟ୍ ପର୍ଯ୍ୟନ୍ତ ଲୋ ମିଡିୟମ ଫ୍ଲେମ୍ରେ ଛାଣିବା। ହାଇ ଫ୍ଲେମ୍ରେ ଛାଣିଲେ ଚିକେନର ଉପର ଅଂଶ ବହୁ ଜଲ୍ଦି ଲାଲ କଲର ହେଇଯିବ, ଭିତରେ ଭଲ ଭାବରେ ସିଝି ପାରିବ ନାହିଁ। 8-10 ମିନିଟ୍ ପରେ ଏମିତି ଲାଲ କଲର ହେଇଯିବା ପରେ ଆମେ ବାହାରକୁ ବାହାର କରି ଆଣିବା। ଦେଖନ୍ତୁ ଚିକେନ ପକୋଡ଼ା ଗୁଡ଼ିକ କେତେ ଟେମ୍ପଟିଂ ଲାଗୁଛି। ଆପଣମାନେ ଚିଲି ନ ବନେଇ ଏମିତି ପକୋଡ଼ା ହିସାବରେ ଖାଇପାରିବେ। ସେମ୍ ପ୍ରୋସେସରେ ବଳକା ଥିବା ସବୁ ଚିକେନ ଗୁଡ଼ିକୁ ଛାଣି ନେବା। ଛାଣି ସାରିବା ପରେ ଏଇଠି ଦେଖନ୍ତୁ ସବୁ ଚିକେନ ପକୋଡ଼ା ରେଡ଼ି ହେଇଗଲା। ଉପରେ ଦେଖନ୍ତୁ ହାଲକା ହାଲକା କୋଟିଂ ହେଇଛି। ଏମିତି ହେଲେ ଚିଲି ଚିକେନ ଖାଇବା ପାଇଁ ଭଲ ଲାଗିବ। ଏଠି ଆୱାଜ ଶୁଣନ୍ତୁ କେତେ କ୍ରିସ୍ପି ହେଇଛି। ଉପରେ ପୁରା କ୍ରିସ୍ପି, ଭିତରେ ପୁରା ନରମ। ଏମିତି ରହିଲେ ଚିଲି ଚିକେନ ଖାଇବା ପାଇଁ ଭଲ ଲାଗିବ। ଚିଲି ଚିକେନ ବନାଇବା ପୂର୍ବରୁ ଚାଲନ୍ତୁ କିଛି ପ୍ରିପାରେସନ୍ କରିବା। ଗୋଟେ ମିଡିୟମ ସାଇଜର କ୍ୟାପ୍ସିକମକୁ ଏମିତି ସ୍କୋୟାର ସେପ୍ରେ କାଟି ନେବା। ତା ସହିତ ଗୋଟେ ବଡ଼ ସାଇଜର ପିଆଜର ଆମେ ପାଖୁଡ଼ା ବାହାର କରିନେବା। ଏମିତି କାଟିଲେ ଚିଲିରେ ଦେଖିବା ପାଇଁ ଭଲ ଲାଗିବ। ତା ସହିତ 15-17ଟି ପାଖାପାଖି ରସୁଣକୁ ପୁରା ଛୋଟ ଛୋଟ କରି କାଟିକି ନେବା। ରସୁଣକୁ ଛୋଟ କାଟିଲେ ଚିଲିରେ ଖାଇବା ପାଇଁ ଭଲ ଲାଗିବ। 1 ଇଞ୍ଚର ଅଦାକୁ ରସୁଣ ଠାରୁ ଆହୁରି ଛୋଟ କରି କାଟିବା। ଅଦା ଖାଇବା ସମୟରେ କଞ୍ଚା ଲାଗିବ ନାହିଁ। 2ଟି କଞ୍ଚା ଲଙ୍କା, ତା ସହିତ ଅଳ୍ପ କିଛି ଧଣିଆ ପତ୍ର ଆଉ ଅଳ୍ପ କିଛି ସ୍ପ୍ରିଙ୍ଗ ଅନିଅନ। ଏବେ ଚାଲନ୍ତୁ ଆଉ ଗୋଟେ କାମ କରିବା। ଗୋଟେ ଗିନା ନେବା। ସେ ଗିନାରେ ଗୋଟେ ବଡ଼ ଚାମଚ ସୋୟା ସସ୍ ଦେବା, 2 ବଡ଼ ଚାମଚ ଚିଲି ସସ୍ ଦେବା। এই ଚିଲି ସସ୍ ହେଉଛି ଘର ତିଆରି ଚିଲି ସସ୍। ଯଦି ଆପଣମାନଙ୍କୁ ରେସିପି ଦରକାର କମେଣ୍ଟ ସେକ୍ସନରେ ଜଣାଇବେ, ଆଗକୁ ରେସିପି ଅପଲୋଡ଼ କରିବି। ତା ସହିତ 3 ବଡ଼ ଚାମଚ ଘର ତିଆରି ଟମାଟୋ ସସ୍। এই ଟମାଟୋ ସସ୍ର ରେସିପି ଆମ ଚ୍ୟାନେଲରେ ଆଗରୁ ଅପଲୋଡ଼ ହେଇସାରିଛି, ଆପଣମାନେ ଦେଖିପାରିବେ। ତା ସହିତ ଦେବା ଗୋଟେ ବଡ଼ ଚାମଚ ସିଜୱାନ ଚଟନି।
এই ସିଜୱାନ ଚଟଣି ଦେଲେ ଚିଲିର ଟେଷ୍ଟ ବହୁତ ବଢ଼ିଯାଏ। ଯଦି ଆପଣମାନଙ୍କ ପାଖରେ ଥିବ ନିଶ୍ଚୟ ଦେବେ। ସିଜୱାନ ଚଟଣି ଟିକେ ରାଗ ଲାଗେ, ଯଦି ଆପଣମାନେ ଦେବେ ଲଙ୍କାର ପରିମାଣ ଟିକେ କମ୍ କରିକି ଦେବେ। ତା ସହିତ ଦେବା ଗୋଟେ ବଡ଼ ଚାମଚ ଭିନେଗାର। ଭିନେଗାର ଆଉ ସସ୍ର ଭାଗମାପ ମନେ ରଖନ୍ତୁ। ସସ୍ର ଭାଗମାପ ଠିକ୍ ରହିଲେ ନୋ ଡାଉଟ୍ ଆପଣଙ୍କର ଚିଲି ପୁରା ପରଫେକ୍ଟ ବନିବ। ଚିଲି ବନାଇବା ସମୟରେ ଆମକୁ ହାଇ ଫ୍ଲେମ୍ରେ ସବୁ ଜିନିଷ ଜଲ୍ଦି ଜଲ୍ଦି କରିବା ପାଇଁ ପଡ଼ିବ। ସେଥିପାଇଁ ପ୍ରଥମରୁ ସସ୍କୁ ଗୋଳେଇ ରଖିଲେ ଚିଲି ବନାଇବା ପାଇଁ ସୁବିଧା ହେବ। ସସ୍ ରେଡ଼ି ହେଇଗଲା। ଆଉ ଗୋଟେ ଗିନାରେ ଗୋଟେ ଛୋଟ ଚାମଚ କର୍ଣ୍ଣଫ୍ଲୋର ଦେବା। ତା ସହିତ 4-5 ଚାମଚ ପାଣି ଦେଇ କର୍ଣ୍ଣଫ୍ଲୋରର ଘୋଳ ପାଣି ବନେଇବା। ଚିଲିରେ ଗ୍ରେଭିକୁ ବହଳିଆ କରିବା ପାଇଁ ଆମେ ଏହି କର୍ଣ୍ଣଫ୍ଲୋର ପାଣିକୁ ବ୍ୟବହାର କରିବା। ପ୍ରଥମରୁ ସବୁ ଜିନିଷ ରେଡ଼ି କରି ରଖିଲେ ଚିଲି ବନାଇବା ପାଇଁ ସୁବିଧା ହେବ। ସବୁ ଜିନିଷ ରେଡ଼ି କରି ଆପଣମାନେ ସାଇଡ଼ରେ ରଖିବେ, ଚିଲି ସହଜରେ ବନାଇ ପାରିବେ। ଚାଲନ୍ତୁ ଚିଲି ବନାଇବା ଷ୍ଟାର୍ଟ କରିବା। ଚିକେନ ପକୋଡ଼ା ଛାଣି ସାରିବା ପରେ ସବୁ ତେଲକୁ ବାହାର କରି କେବଳ 2-3 ବଡ଼ ଚାମଚ ତେଲକୁ ହାଇ ଫ୍ଲେମ୍ରେ ଗରମ କରିବା। ତେଲ ଗରମ ହେଇଯିବା ପରେ ପ୍ରଥମେ କାଟି ରଖିଥିବା ଅଦା, ରସୁଣ, କଞ୍ଚା ଲଙ୍କାକୁ ଦେବା। ହାଇ ଫ୍ଲେମ୍ରେ କେବଳ 1 ମିନିଟ୍ ପର୍ଯ୍ୟନ୍ତ ଅଦା, ରସୁଣ, କଞ୍ଚା ଲଙ୍କାକୁ ହାଲକା ଭାଜିବା। ଚିଲିରେ ସବୁ ଜିନିଷକୁ ହାଇ ଫ୍ଲେମ୍ରେ ଭାଜିବେ ଆଉ ଅଳ୍ପ ଭାଜିବେ। ଅଦା ରସୁଣ ଭାଜିଯିବା ପରେ କାଟି ରଖିଥିବା ପିଆଜ, କ୍ୟାପ୍ସିକମ୍କୁ ଦେବା। ଟିକେ ଆମେ ଗଳେଇ ନେବା। ପିଆଜ, କ୍ୟାପ୍ସିକମ୍ ଭାଜିବା ସମୟରେ ଆମେ ଚିଲିର ଗ୍ରେଭି ପାଇଁ ଅଳ୍ପ ଲୁଣ ଦେବା। ସସ୍ରେ ବି ଲୁଣ ରହିବ। ପ୍ରଥମରୁ ବେଶୀ ଲୁଣ ଦେବେ ନାହିଁ, ନହେଲେ ଚିଲି ଲୁଣିଆ ହେଇଯିବ। ପରେ ଚାଖିକି ବି ଦେଇପାରିବେ। ଅଳ୍ପ ଗୋଲମରିଚ ଗୁଣ୍ଡ ଦେବା। ଭଲ କଲର୍ ପାଇଁ ଅଧା ଛୋଟ ଚାମଚ କାଶ୍ମୀରୀ ଲଙ୍କାଗୁଣ୍ଡ ଦେବା। ଯେହେତୁ ଆଜି ଆମେ କୌଣସି ଫୁଡ୍ କଲର୍ ବ୍ୟବହାର କରିବା ନାହିଁ, এই ଷ୍ଟେଜ୍ରେ ଅଳ୍ପ କାଶ୍ମୀରୀ ଲଙ୍କାଗୁଣ୍ଡ ଦେଲେ ଚିଲିରେ ବହୁତ ବଢ଼ିଆ କଲର୍ ଆସିବ। ପିଆଜ, କ୍ୟାପ୍ସିକମ୍କୁ କେବଳ 1-2 ମିନିଟ୍ ପର୍ଯ୍ୟନ୍ତ ହାଇ ଫ୍ଲେମ୍ରେ ଭାଜିବା, କିନ୍ତୁ ଧ୍ୟାନ ରଖିବେ ଲଙ୍କାଗୁଣ୍ଡକୁ ପୋଡ଼ିବେ ନାହିଁ। ପିଆଜ, କ୍ୟାପ୍ସିକମ୍ ଭାଜିଯିବା ପରେ ଆମେ ଗ୍ୟାସ୍ର ଫ୍ଲେମ୍ ହାଇ ରଖି ଗଳେଇ ରଖିଥିବା ସସ୍କୁ ଦେବା। ସସ୍ ଦେବା ପରେ ହାଇ ଫ୍ଲେମ୍ରେ କେବଳ 1-2 ମିନିଟ୍ ପର୍ଯ୍ୟନ୍ତ ମସଲା ସହିତ ଗୋଳେଇବା। ହାଇ ଫ୍ଲେମ୍ରେ ଗୋଳେଇଲେ ସସ୍ରୁ ବହୁତ ବଢ଼ିଆ ଫ୍ଲେଭର ବାହାରିବ। ଚିଲିର ଟେଷ୍ଟ ବହୁତ ବଢ଼ିଯିବ। ସାଧାରଣତଃ ରେଷ୍ଟୁରାଣ୍ଟରେ ଏହି ଉପାୟରେ ବନାଯାଏ। ଏବେ ଦେଖନ୍ତୁ ମସଲାର କଲର୍ ଚେଞ୍ଜ ହେଇଗଲାଣି। ଏବେ ଆମେ ଗୋଳେଇ ରଖିଥିବା କର୍ଣ୍ଣଫ୍ଲୋର ପାଣିକୁ ଆଉ ଥରେ ଗୋଳେଇ ନେବା। ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖି ଅଳ୍ପ ଅଳ୍ପ କର୍ଣ୍ଣଫ୍ଲୋର ପାଣି ଦେବା, ଲଗାତାର ଘାଣ୍ଟିବା। କର୍ଣ୍ଣଫ୍ଲୋର ପାଣି ଦେବା ସମୟରେ ଆପଣମାନେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖି ଅଳ୍ପ ଅଳ୍ପ କର୍ଣ୍ଣଫ୍ଲୋର ପାଣି ଦେବେ, ଲଗାତାର ଘାଣ୍ଟିବେ। ଏହି ପ୍ରୋସେସ୍ରେ କର୍ଣ୍ଣଫ୍ଲୋର ପାଣି ଦେଲେ ମସଲାରେ ବିଣ୍ଡା ଆସିନଥାଏ। ସବୁ କର୍ଣ୍ଣଫ୍ଲୋର ପାଣି ଦେବା ପରେ ମିଡିୟମ୍ ଫ୍ଲେମ୍ରେ ଆଉ 1-2 ମିନିଟ୍ ପର୍ଯ୍ୟନ୍ତ ମସଲା ସହିତ କଷିବା, ଯାହାଦ୍ୱାରା କର୍ଣ୍ଣଫ୍ଲୋରର କଞ୍ଚା ଅଂଶ ଚାଲିଯିବ। 2 ମିନିଟ୍ ପରେ ଏଠି ଦେଖନ୍ତୁ ମସଲାର କଲର୍ ଚେଞ୍ଜ ହେଇଗଲାଣି। ମସଲା ଟିକେ ବହଳିଆ ହେଇଯାଇଛି। ଏହି ଷ୍ଟେଜ୍ରେ 4-5 ଚାମଚ ପାଣି ଦେବା। ଆଜି ଚିଲିକୁ ମୁଁ ଡ୍ରାଏ ବନେଇବି, ସେଥିପାଇଁ ଅଳ୍ପ ପାଣି ଦେଲି। ଯଦି ଆପଣମାନେ ଟିକେ ଗ୍ରେଭି ବାଲା ଚିଲି ବନାଇବା ପାଇଁ ଚାହିଁବେ, ଏହି ଷ୍ଟେଜ୍ରେ ଅଧିକ ପାଣି ଦେଇପାରିବେ। ପାଣି ଦେବା ପରେ ଆଉ 1-2 ମିନିଟ୍ ପର୍ଯ୍ୟନ୍ତ ପାଣିକୁ ଫୁଟେଇ ନେବା। ଏବେ ଦେଖନ୍ତୁ ଆମର ମସଲା ପୁରା ରେଡ଼ି ହେଇଯାଇଛି। ଗ୍ରେଭିର କଲର୍ ଆଉ ଟେକ୍ସଚର ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ଏବେ ଆମେ ଛାଣି ରଖିଥିବା ଚିକେନ ପକୋଡ଼ା ଗୁଡ଼ିକୁ ଦେବା ଆଉ ହାଇ ଫ୍ଲେମ୍ରେ କେବଳ 1 ମିନିଟ୍ ପର୍ଯ୍ୟନ୍ତ ମସଲା ସହିତ ଗୋଳେଇବା। ବେଶୀ ସମୟ ଗୋଳେଇଲେ ଚିକେନ ପକୋଡ଼ା ଉପରେ ଯେତିକି କ୍ରିସ୍ପିନେସ୍ ଅଛି ସେ କ୍ରିସ୍ପି ଅଂଶ ଚାଲିଯିବ। ଗୋଳେଇ ସାରିବା ପରେ ଶେଷରେ କାଟି ରଖିଥିବା ଧନିଆ ପତ୍ର ଆଉ ସ୍ପ୍ରିଙ୍ଗ ଅନିଅନ୍ ଦେଇ ଆମେ ଗ୍ୟାସ୍ର ଫ୍ଲେମ୍ ବନ୍ଦ କରିବା। ଏବେ ଆମ ରେଡ଼ି ହେଇଗଲା ରେଷ୍ଟୁରାଣ୍ଟ ଷ୍ଟାଇଲ୍ ଚିଲି ଚିକେନ। ଚିଲି ଚିକେନର ଫାଇନାଲ୍ ଲୁକ୍ ଆଉ ଟେକ୍ସଚର ଦେଖନ୍ତୁ କେତେ ଡେଲିସିୟସ୍, କେତେ ଟେମ୍ପଟିଂ ଦେଖାଯାଉଛି। ଆପଣଙ୍କ ପାଟିରୁ ବି ଲାଳ ଆସିଯାଉଛି ନା? ଭିଡ଼ିଓରେ ସେୟାର କରିଥିବା ସବୁ ଟିପ୍ସ ଫଲୋ କରି ଆପଣମାନେ ବି ବନାନ୍ତୁ ଆଉ କେମିତି ଲାଗିଲା ନିହାତି କମେଣ୍ଟସ୍ କରି ଜଣାଇବେ। ତାହେଲେ ଆପଣଙ୍କ କମେଣ୍ଟସ୍ ଅପେକ୍ଷାରେ ଆଜି ପାଇଁ ରହିଲି। ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।